22 ବର୍ଷ ଜେଲରେ ଥିବା ଜଣେ ବ୍ୟକ୍ତି ଯିଏକି ନିର୍ଦ୍ଦୋଷରେ ବର୍ତ୍ତମାନ ଖଲାସ ହେଇଛନ୍ତି ଏବଂ ତାଙ୍କର ମୂଲ୍ୟବାନ ସମୟ ସେ ଜେଲରେ କଟି ଯାଇଛନ୍ତି। ଯେତେବେଳେ ସେ ଜେଲରୁ ବାହାରିଛନ୍ତି ସେତେବେଳେ ନିର୍ଦ୍ଦୋଷ ଭାବରେ ସେ ପ୍ରମାଣିତ ହେଇଛନ୍ତି। କିନ୍ତୁ କଥା ହେଉଛି ସେଇ ଯେଉଁ 22 ବର୍ଷ ସେ ଜେଲରେ କାଟିଛନ୍ତି ଏବଂ ତାଙ୍କର ଜୀବନର ମୂଲ୍ୟବାନ ସମୟ ମଧ୍ୟ ସେ ଜେଲରେ ଅତିବାହିତ କରିଛନ୍ତି। ଏ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା ଆମର କେମିତି ଜୁଡ଼ିସିଆଲ ସିଷ୍ଟମ କେମିତି ଆଇନ ବ୍ୟବସ୍ଥା ରହିଛି ଏବଂ ତା ପାଇଁ ସାଧାରଣ ଲୋକମାନେ କିପରି କ୍ଷତିଗ୍ରସ୍ତ ହେଉଛନ୍ତି ସେ ସମ୍ପର୍କରେ ଆଲୋଚନା କରିବା। ମୋ ସାଙ୍ଗରେ ଅଛନ୍ତି ବରିଷ୍ଠ ଆଇନଜୀବୀ ଧରେନ୍ଦ୍ର ନାୟକ, ଓଡ଼ିଶା ହାଇକୋର୍ଟ। ତାଙ୍କ ସହିତ ଆଜି ଆଲୋଚନା କରିବା। ସାର୍ ନମସ୍କାର। ନମସ୍କାର। ସାର୍, ଏଇ ଘଟଣାଟା ଆପଣ ଜାଣିଥିବେ ଯେଉଁ ନବରଙ୍ଗପୁର ଟ୍ରିପଲ ମର୍ଡର ମାମଲାରେ ସୁପ୍ରିମକୋର୍ଟଙ୍କର ରାୟ ଆସିଛି ଏବଂ ଯେଉଁଥିରେ କି ଦେଶର ଗୋଟେ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ମାନେ ବିଫଳତା ଉପରେ ସୁପ୍ରିମକୋର୍ଟ ଗୋଟେ ଗମ୍ଭୀର ଟିପ୍ପଣୀ ଦେଇଛନ୍ତି ଯେ ଜଣେ ବ୍ୟକ୍ତି ଯିଏକି ଅର୍ଜୁନ ସେ 22 ବର୍ଷ ପରେ ସେ ଜେଲରେ ନିର୍ଦ୍ଦୋଷ ଭାବରେ ସେ ଖଲାସ ହେଇଛନ୍ତି। ଆପଣ ଏଇ ଘଟଣାଟାକୁ କେମିତି ଦେଖୁଛନ୍ତି? କାରଣ ସେ ତାଙ୍କର ଜୀବନର ମୂଲ୍ୟବାନ ସମୟ ସେ ଜେଲରେ କାଟି ଦେଇଛନ୍ତି। ଦେଖନ୍ତୁ, ଆଇନ ଅନୁସାରେ ଆଜ୍ଞା ଯଦି କୌଣସି ବ୍ୟକ୍ତି ବିରୁଦ୍ଧରେ କିଛି ଗୁରୁତର ଅପରାଧ ମାମଲା ହେଲା ହଁ ଏବଂ ତାଙ୍କ ଏଗେନଷ୍ଟ ଯେହେତୁ ମର୍ଡର କେସ୍ ଥିଲା, 3ଟି ଲୋକଙ୍କୁ ସେ ମର୍ଡର କରିଥିଲେ, ଏକ ମର୍ଡର ମାମଲା ହେଇଥିଲା, ଆଜ୍ଞା ହତ୍ୟା ମାମଲା ହେଇଥିଲା। ଆଜ୍ଞା ସେଥିପାଇଁ ପ୍ରାଥମିକ ସ୍ତରରେ ତାଙ୍କ ବିରୁଦ୍ଧରେ ନିଶ୍ଚିତ ଭାବରେ ଏତଲା ଦିଆହେଇଥିବ। ଏତଲା ଦିଆ ହେଇସାରିଲା ପରେ ସେ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ ହେଇଥିବ ଏବଂ ତାପରେ ସେ ସେଠାରେ ବିଚାରର ସମ୍ମୁଖୀନ ନିଶ୍ଚୟ ହେଇଛନ୍ତି ମଧ୍ୟ। ହଁ ଏବଂ ବିଚାର ସମ୍ମୁଖୀନ ହେଲା ପରେ ତାଙ୍କୁ କୋର୍ଟ ବିଚାର କରି, ତଳ କୋର୍ଟ ସେସନ ଜଜ୍ ତାଙ୍କୁ ବିଚାର କରି, କୋରାପୁଟର ଏକ ସେସନ୍ସ କୋର୍ଟ ତାଙ୍କୁ ବିଚାର କରି ତାଙ୍କୁ ସଜା ଦେଇଥିଲେ। ଆଜ୍ଞା ତାଙ୍କୁ ସଜା ଦେଇଥିଲେ, ଆଜୀବନ କାରାଦଣ୍ଡ ସଜା ଦେଇଥିଲେ। ଆଜ୍ଞା ଆଜୀବନ କାରାଦଣ୍ଡ ଯୋଉ ସଜା ଦେଇଥିଲେ ତା ବିରୁଦ୍ଧରେ, ଯେହେତୁ ସେଠି ଜଣେ ସଜା ପାଇ ସାରିଲା ପରେ ତା ବିରୁଦ୍ଧରେ ଜଣେ ହାଇକୋର୍ଟ ଅପିଲ କରିପାରିବେ, ତେଣୁ ସେ ହାଇକୋର୍ଟରେ ଅପିଲ କରିଥିଲେ। ଆଜ୍ଞା ହାଇକୋର୍ଟରେ ଅପିଲ କରିସାରିଲା ପରେ ହାଇକୋର୍ଟ ମଧ୍ୟ ତାକୁ କାର୍ଯ୍ୟକାରୀ କରିଥିଲେ। ସେ ଯୋଉ ଯାହା ଜଜ୍ ଦେଇଥିଲେ, ତଳ କୋର୍ଟର ଯୋଉ ରାୟ ଦେଇଥିଲେ ଜିଲ୍ଲା ଜଜ୍, ତାଙ୍କର ଜଜମେଣ୍ଟକୁ ବା ତାଙ୍କର ବିଚାରଧାରାକୁ ମାନେ କାର୍ଯ୍ୟକାରୀ ରଖିଥିଲେ। ଅର୍ଥାତ୍ ତାଙ୍କୁ ଯୋଉ ଦଣ୍ଡ ଭୋଗିବାକୁ ପଡିଥିଲା, ଯୋଉ ଦଣ୍ଡ ଦିଆ ହେଇଥିଲା ତଳ କୋର୍ଟରେ, ସେ ଦଣ୍ଡ ମଧ୍ୟ ତାଙ୍କୁ ସେଠି କାୟମ ରହିଲା ଏବଂ ତା ବିରୁଦ୍ଧରେ ସେ ପୁଣି ଗଲେ ସୁପ୍ରିମକୋର୍ଟ ଗଲେ। ସାର୍, ସେ ଯୋଉ ସୁପ୍ରିମକୋର୍ଟକୁ ସେ ପହଞ୍ଚିଲେ, ସର୍ବୋଚ୍ଚ ଅଦାଲତରେ ପହଞ୍ଚିଲା ବେଳକୁ ଅର୍ଜୁନ ମାନେ 10 ବର୍ଷ ତାଙ୍କର କଟି ସାରିଥିଲା। ଆହୁରି ଆଶ୍ଚର୍ଯ୍ୟର କଥା ଆଜ୍ଞା, 10 ବର୍ଷ କଟି ନଥିଲା, ହାଇକୋର୍ଟକୁ ଆସିଲା ବେଳକୁ ତାଙ୍କର 12 ବର୍ଷ କଟି ସାରିଥିଲା। ହାଇକୋର୍ଟ ତାଙ୍କ କେସ୍ ସରିଲା ବେଳକୁ ତାଙ୍କର 12 ବର୍ଷ କଟି ସାରିଥିଲା। ଆଜୀବନ କାରାଦଣ୍ଡ ତାଙ୍କୁ ଦିଆଯାଇଥିଲା। ସାଧାରଣତଃ 12 ବର୍ଷ ପରେ ମଧ୍ୟ ଅନେକ ସମୟରେ ତାଙ୍କୁ ରିଭ୍ୟୁ କରିକି କାହାର ଚରିତ୍ର ଭଲ ଥିଲେ, କାହାର ଆଉ ସବୁ ଅନ୍ୟାନ୍ୟ କଥା ଦେଖି ସାରିଲା ପରେ ମଧ୍ୟ ବେଳେ ବେଳେ ତାଙ୍କୁ ପ୍ରିମ୍ୟାଚୁର ରିଲିଜ କରାଯାଏ, କିନ୍ତୁ ଅର୍ଜୁନଙ୍କ କ୍ଷେତ୍ରରେ ତାହା କରାଯାଇ ନଥିଲା। ତେଣୁ 12 ବର୍ଷ ପରେ ଯୋଉ ସୁପ୍ରିମକୋର୍ଟରେ ସେ କେସ୍ 10 ବର୍ଷ ଲାଗିଲା। ସୁପ୍ରିମକୋର୍ଟ 10 ବର୍ଷ ଲାଗିଲା, ତେଣୁ ତାଙ୍କର ରାୟ ତାଙ୍କୁ 22 ବର୍ଷ ପରେ। ଆହୁରି ଆଶ୍ଚର୍ଯ୍ୟର କଥା, ଯୋଉ ରାୟ ସୁପ୍ରିମକୋର୍ଟରେ ମିଳିଲା, ସେ ନିଶ୍ଚିତ ଭାବରେ ତାଙ୍କୁ ଯୋଉ ରାୟ ସୁପ୍ରିମକୋର୍ଟରେ ମିଳିଲା, ସେ ନିଶ୍ଚିତ ସେଥିରେ ଖଲାସ ହେଲେ ଅର୍ଜୁନ, ସେଥିରେ କିଛି ସନ୍ଦେହ ନାହିଁ। କିନ୍ତୁ ଖଲାସ ହେଲା ବେଳେ ସୁପ୍ରିମକୋର୍ଟ ଯୋଉ ଟିପ୍ପଣୀ ଦେଇଛନ୍ତି, ସେଇ ଟିପ୍ପଣୀଟା ହଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ। ସେଠି 2 ଭାଗରେ ବିଭକ୍ତ। ଗୋଟେ ଟିପ୍ପଣୀଟି ହେଉଛି ଯେ ତାଙ୍କ ବିରୁଦ୍ଧରେ ଯୋଉ ସାକ୍ଷ୍ୟ ପ୍ରମାଣ ଥିଲା, ସେ ସାକ୍ଷ୍ୟ ପ୍ରମାଣ ପର୍ଯ୍ୟାପ୍ତ ନୁହେଁ ତାଙ୍କୁ ଦଣ୍ଡ ଦବା ପାଇଁ। କିନ୍ତୁ ଆଜ୍ଞା, ଏଇ ଛୋଟିଆ କଥାଟି, ସୁପ୍ରିମକୋର୍ଟ ହଉଛି ସର୍ବଶ୍ରେଷ୍ଠ ସଂସ୍ଥା ହଉଛି ଭାରତ ବର୍ଷର ବିଭାଗରେ। ସୁପ୍ରିମକୋର୍ଟ ସର୍ବଶ୍ରେଷ୍ଠ ସଂସ୍ଥା ଯଦି କହିଲେ ଯେ ତାଙ୍କୁ ଯୋଉ ବିଚାର କରାଯାଇଥିଲା, ସେ ଯାହା ଯାହା ତାଙ୍କ ବିରୁଦ୍ଧରେ ଅଭିଯୋଗ ଥିଲା ବା ପ୍ରମାଣ ଥିଲା, ତାଙ୍କୁ ଦଣ୍ଡ ଦେବା ପାଇଁ, ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଏ କଥାଟିକେ ସେସନ ଜଜ୍ ଲକ୍ଷ୍ୟ ରଖିନଥିଲେ। ସେସନ ଜଜ୍ ଦେଇଥିଲେ। ସୁପ୍ରିମକୋର୍ଟ କହିବାକୁ ଚାହୁଁଛନ୍ତି ଯେ ସେସନ ଜଜ୍ଙ୍କ ଜଜମେଣ୍ଟ ଭାବରେ ଭୁଲ ବା ଏମିତି ଜଜମେଣ୍ଟ ତାଙ୍କୁ ଦବା ଉଚିତ ନଥିଲା, ବିଶେଷ କିଛି ପ୍ରମାଣ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ତା ବିରୁଦ୍ଧରେ ହାଇକୋର୍ଟ କରିଥିଲେ। ହାଇକୋର୍ଟ ମଧ୍ୟ ତାଙ୍କୁ ଯୋଉ ମୋହର ଲଗେଇଥିଲେ, ଯାହା ସେସନ ଜଜ୍ ତାଙ୍କୁ ସେ ମୋହର ଲଗେଇଥିଲେ, ସିଏ ମଧ୍ୟ ତାକୁ ଦେଖିନଥିଲେ। ସେସନ ବା ଜିଲ୍ଲା ଜଜ୍ଙ୍କ ପାଖରେ ଯାହା ଭୁଲ ଭଟକା